ବଂଶର ରାଜା ଦିଲ୍ଲୀପ ଗୋ ସେବା କରି କରି ଆଜ୍ଞା ନନ୍ଦିନୀ ସେବା କରି କରି ପୁତ୍ର ପ୍ରଭୁ ଲାଭ ତାପରେ ତମେ ସମସ୍ତେ ଜାଣିଛେ ହଁ ପୁଅଟିଏ ପାଇଥିଲେ ଯୋଉ ପୁଅଟା ନାଁ ଥିଲା ରଘୁ ରଘୁ ଏବଂ ରଘୁ ନାଁ ଅନୁସାରେ ରଘୁବଂଶ ବଂଶ ତେଣୁ ପୁଅ ଆଜ୍ଞା ମୋଟାମୋଟି ଭାବେ ଦେବର୍ଷି ନାରଦ ପଟେ ପ୍ରଭୁଙ୍କୁ କହିଲେ ପ୍ରଭୁ ଗୋବିନ୍ଦ କିଏ ନା ଗବା ଜ୍ଞାନ ନୈବେଦ୍ୟ ଉପଲବ୍ଧ ଗୋବିନ୍ଦ ଯେ ତତ୍ତ୍ୱ ଜ୍ଞାନର ଅଧିକାରୀ ସିଏ ହେଲେ ଗୋବିନ୍ଦ ଆଉ ଗୋବିନ୍ଦ କିଏ ନା ଯିଏ ଗାଈକି ବନ୍ଦନା କରନ୍ତି ସିଏ ହେଲେ ଗୋବିନ୍ଦ ଗୋବିନ୍ଦ ଗାଁ ବିନ୍ଦ ଦୀପ୍ତି ଗୋବିନ୍ଦ ପୃଥିବୀ ଯିଏ ପାଳନ କରନ୍ତି ସେ ଗୋବିନ୍ଦ ସିଏ ହେଲେ ଗୋବିନ୍ଦ ମାଷ୍ଟ୍ରେ ତାହେଲେ ଇଏ ହେଲେ ତିନି ଗୋବିନ୍ଦ ତାହେଲେ ଇଏ ଗୋବିନ୍ଦଙ୍କ ପାଦରୁ ମକରନ୍ଦ ବାହାରିଲା ତିନି ଗୋବିନ୍ଦ ଦେଖନ୍ତୁ ଆଜ୍ଞା ଆମେ ତ୍ରିଗୁଣ କହୁଛୁ ତ୍ରିଗୁଣ କିଏ କିଏ ମିଶିଲେ ତ୍ରିଗୁଣ ସତରଜତମ ତିନିଟା ଯାକ ଏକ ହେଇଗଲେ ତାକୁ ଆମେ କହିଲେ ତ୍ରିଗୁଣ ତ୍ରିଗୁଣ ତ୍ରିତାପ ଆଧ୍ୟାତ୍ମିକ ଆଧିଭୌତିକ ଆଧିଦୈବିକ ଇଏ ତିନୋଟି ଯାକ ମିଶିଲେ ସାରେ ତ୍ରିତାପ ହେଲା ତ୍ରିବୀଜ ହ୍ରିବୀଜ ଶ୍ରୀବୀଜ କ୍ଳିବୀଜ ଇଏ ତିନୋଟି ଯାକ ବୀଜ ମିଶିଲେ ଯାଇକି ତ୍ରିବୀଜ ହବ ଗୋଟାକରେ ତ୍ରିବୀଜ ହବ ପୁଅରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତିନି ଠାକୁର ବା ତ୍ରିଦେବ ବ୍ରହ୍ମା ବିଷ୍ଣୁ ମହେଶ୍ୱର ତ୍ରିଦେବ ହରିଡ଼ା ବାହାଡ଼ା ଅଁଳା ତ୍ରିଫଳା ତିନି ଫଳର ସମାହାର କଣ କୁହନ୍ତୁ ନା ତ୍ରିଫଳା ଯେମିତି ଗୋବିନ୍ଦ 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 ଇଏ ତିନି ଗୋବିନ୍ଦ ମିଶିଗଲେ ବାପା କଣ ହବ ନା ଏ ତ୍ରିଗୋବିନ୍ଦ ଏ ତ୍ରିଗୋବିନ୍ଦର ସମାହାର ହେଲା ତ୍ରିକୁଟ ବାପା ସେଇଥିପାଇଁ କହିଲେ ଇଏ ତିନି ଗୋବିନ୍ଦ ଯାକ ରହିଲେ କୋଉଠି ନା ରଖିଲା 10 ବାଟ ଲଗାଇଲା କବାଟ ଶିଶୁ ମୁନା ଦ୍ୱାରେ ରହିଲେ ତାହେଲେ ଏ ଭଗବାନଙ୍କ ପାଦଟା ବା ଗୋବିନ୍ଦଙ୍କ ପାଦଟା ଆଜ୍ଞା ଶିଶୁ ମୁନା ଦ୍ୱାରରେ ଅଛି ରହିଲା ଦେଖନ୍ତୁ ଆଜ୍ଞା ଯଦି ଭଗବାନଙ୍କ ପାଦଟା ଶିଶୁ ମୁନା ଦ୍ୱାରରେ ରହିଲା ତାହେଲେ ସେଇ ପାଦରୁ ମକରନ୍ଦ ଗଳୁଛି ନା ତାହେଲେ ମକରନ୍ଦଟା ଗଳିଲା କୋଉଠୁ ନା ଭଗବାନଙ୍କ ପାଦରୁ ଆଚ୍ଛା ପୁଅ ତ କହିଛି ମକରନ୍ଦଟା ଏକ ତରଳ ପଦାର୍ଥ ହେଇଥିବ ନହେଲେ ଗ୍ୟାସୀୟ ପଦାର୍ଥ ହେଇଥିବ ତାହେଲେ ସେ ମକରନ୍ଦଟା ଗଳିଲା ଶିଶୁ ମୁନା ଦ୍ୱାରରୁ ମୁଁ କହୁନି ମହାପୁରୁଷ ଅଚ୍ୟୁତ ମହାପୁରୁଷ ଅଚ୍ୟୁତ ମକରନ୍ଦ ଗଳୁଛି ନାଇଁ ମାଷ୍ଟ୍ର ସେ କଥା ନୁହେଁ ମହାପୁରୁଷ ଅଚ୍ୟୁତ କହିଲେ କହିଲେ ଉପର ଛାମୁଦନ୍ତର ମଧ୍ୟର ପଞ୍ଚସଖା ଯୁଗୀୟ ବରେଣ୍ୟ ପ୍ରତିଭା ମହାପୁରୁଷ ଅଚ୍ୟୁତାନନ୍ଦ ସୁନ୍ଦର ଭାବରେ ସଞ୍ଚାଳନା କଲେ କହିଲେ ମକରନ୍ଦ କୋଉଠୁ ଆସୁଛି ଉପର ଛାମୁଦନ୍ତର ମଧ୍ୟର ଉପର ଛାମୁଦନ୍ତର ମଧ୍ୟର ମକରନ୍ଦ ବହି ଆସେ ସେଠାର ମକରନ୍ଦ ବହି ଆସେ ସେଠାର ତାହାକୁ କହିଅ ବିବାହିତିର ତାହାକୁ କହିଅ ବିବାହିତିର ପାନ କରି ଯୋଗୀ ହୁଅନ୍ତି ଅମର ପାନ କରି ଯୋଗୀ ହୁଅନ୍ତି ଅମର ସଖୀ ଗୋ ଦନ୍ତ ପାନ କରିବ ସଖୀ ଗୋ ଦନ୍ତ ପାନ କରିବ ସଖୀ ଗୋ ଦନ୍ତ ପାନ ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ ତାହେଲେ ମକରନ୍ଦରେ ଆସିଲା କୋଉଠୁ ମହାପୁରୁଷ ଅଚ୍ୟୁତ କହିଲେ ଉପର ଛାମୁଦନ୍ତର ମଧ୍ୟର ତାହେଲେ ଉପର ଛାମୁଦନ୍ତ ଆଗର ମଧ୍ୟଭାଗ କୋଉଟା ଆଜ୍ଞା ନା ତ୍ରିକୁଟ ଯୋଉଠି ଗୋବିନ୍ଦଙ୍କ ପାଦ ଅଛି ଭୀମ ଭୋଇ କହିଲେ ବାପା ପାଦଟା ସେଠି ଅଛି ନା ସେଇ ପାଦକୁ ସମସ୍ତେ ବନ୍ଦନା କରିଛନ୍ତି ଏ ପୁଅ ଭୀମ ଭୋଇ କଣ କହିଲେ ବନ୍ଦନା ପାଦ ପଦ୍ମଙ୍କୁ ଧ୍ୟାୟରୁ ପାଣ যোগী মুনি ঋষি মানে কল্প কল্প বসিকি তপস্যা କରିଛନ୍ତି ସେଇ ପାଦରୁ ମକରନ୍ଦ ବାହାରୁଛି ବୋଲି ଦେଖି ପାରୁନଥିଲି ଏ ପୁଅ ଏ ପୁଅ ପୂଜ୍ୟ ଗୁରୁଦେବ
ଓଡ଼ିଶାର ତତ୍ତ୍ୱବିତ୍ ଭଗବାନ ଦାସ କହିଲେ। କଣ କହିଲେ? କହିଲେ ମକରନ୍ଦ ବହୁଛି ନା, କହିଲେ ଧର ଧର ବହୁ ଅଛି। ମକରନ୍ଦ କେମିତି ବହୁଛି? ଧର ଧର ବହୁ ଅଛି, ଏ ଧର ମୁଣ୍ଡେ ଜଗି ବସିଛି ନୀତି ମୋ ମରୁଆ କୁଲ, ମୋ ମରୁଆ କୁଲ, ମୋ ମରୁଆ କୁଲ, ଏ ଘରରୁ ନାମ ସରୁଛି ମରୁଆ କୁଲ। ସେଇ ଗୋବିନ୍ଦଙ୍କ ପାଦରୁ ମକରନ୍ଦ ଝରୁଛି। ଅଚ୍ୟୁତ କହିଲେ ଗଳୁଛି। ତାହେଲେ ମକରନ୍ଦଟା ଏକ ପ୍ରକାର ତରଳ ପଦାର୍ଥ। ପ୍ରମାଣ ମିଳିଗଲା। ଯଦି ମକରନ୍ଦଟା ତରଳ ପଦାର୍ଥ, ସେ ପାଦରୁ ଆସିକି ପଡିଲା କୋଉଠି? ବାପା, ମକରନ୍ଦଟା ପାଦରୁ ଆସିକି ପଡିଲା କୋଉଠି? ନା ତା ଘରେ। ତା ଘର କୋଉଟା? ମକରନ୍ଦ ଘର କୋଉଠି? ବାପା, ମକରନ୍ଦଟା କିଏ? ନା ମକରନ୍ଦ ହେଲା ଜୀବରସ। ଆମ ଜୀବ ହେଲା ମକରନ୍ଦ। ସେ ମକରନ୍ଦ ଟିକକ ଆମ ଦେହରେ ଯାଉଛି ବୋଲି ଦେହରୁ ଟିକେ ଝାଳ ବାହାରୁଛି। ଖଣ୍ଡିଆ ହେଇଗଲେ ରକ୍ତ ଟିକେ ବାହାରୁଛି। ଚିମୁଟି ଦେଲେ କାଟୁଛି। ପିମ୍ପୁଡି କାମୁଡି ଦେଲେ ଆମକୁ କଷ୍ଟ ହଉଛି। କାହିଁକି? ନା ସେ ମକରନ୍ଦ ଟିକେ ବାହାରୁଛି ବୋଲି। ତାହେଲେ ମକରନ୍ଦ ଜୀବ ତା ଘରେ ରହିଲା ଆସିକି। ଗୋବିନ୍ଦଙ୍କ ପାଦରୁ ତା ଘରେ ରହିଲା। ତାହେଲେ ଜୀବର ଘରଟା କୋଉଠି? ଭାଗବତ। ଭାଗବତରେ ସବୁ ସମସ୍ୟାର ସମାଧାନ ଜଗନ୍ନାଥ ଦାସ କରିଦେଇଛନ୍ତି। ଭାଗବତ କଣ କହିଲେ? କହିଲେ ଜୀବର ଜିହ୍ୱାରେ ସ୍ଥିତି, ଜୀବକୁ ଛନ୍ଦିଛି ପ୍ରକୃତି, ଜୀବକୁ ଛନ୍ଦିଛି ପ୍ରକୃତି, ଜୀବକୁ ଛନ୍ଦିଛି ପ୍ରକୃତି। ତାହେଲେ ଜୀବର ଘରଟା ବାପା କୋଉଠି? ଭାଗବତ କହିଲେ ଜୀବର ଜିହ୍ୱା ଅଗ୍ରେ ସ୍ଥିତି, ଜୀବକୁ ଛନ୍ଦିଛି ପ୍ରକୃତି। ତାହେଲେ ଜୀବରେ ଆସିକି ପଡିଲା। ଯେଉଁ ଦିନ ଠାରୁ ମକରନ୍ଦ ଜୀବରେ ପଡିଲା, ସେଇ ଦିନ ଠାରୁ ଆମ ଜୀବଟା ସବୁବେଳେ ଓଦା ରହିଲା। ତାହେଲେ ବାପା, ଜୀବରୁ ଗଲା କୁଆଡେ? ଆପଣ ମାନେ ଶୁଣିବେ ନା, ଯେତିକି ସମୟ ବସିବେ ଗୋବିନ୍ଦଙ୍କ କଥା, ମକରନ୍ଦ କଥା, କୋଉଠି କୋଉ ଗୋବିନ୍ଦ ଥିଲେ, ପ୍ରକୃତ ଗୋବିନ୍ଦ କିଏ। ଆଉ ଏ ଦ୍ୱାପର ଯୁଗରେ ଆମେ ଲକ୍ଷ୍ୟ ଗୋବିନ୍ଦ ଆଣିବା? ଗୋବିନ୍ଦ ଅଛନ୍ତି। ଭାଗବତ ବହି ଦେଖୁନ, ଖାଲି ଗୋଟେ ଅଧ୍ୟାୟ ପଢିଦେଲେ କଣ ହବ? ଭାଗବତ ଲେଖା ଅଛି କହିଲେ ଆହୁରି ଗୋବିନ୍ଦ ଅଛନ୍ତି। କୋଉଠି? ନା ତ୍ରେତୟା ଯୁଗେ ପୁର ମୁହିଁ ଯଜ୍ଞ ଗୋବିନ୍ଦ ନାମ ବହି, ଯଜ୍ଞ ଗୋବିନ୍ଦ ନାମ ବହି, ଯଜ୍ଞ ଗୋବିନ୍ଦ ନାମ ବହି। ମୁଁ ତ୍ରେତୟା ଯୁଗରୁ ଯଜ୍ଞରୁ ଗୋବିନ୍ଦ ନାମକୁ ଧାରଣ କରିକି ଆସିଛି। କହିଲେ ମୁଁ ଦ୍ୱାପର ଯୁଗରେ ଯୋଉ ଆକାଶ ଉଦୟ ନିଶାକର ଗୋବିନ୍ଦ ଉଦରୁ ବାହାର, ମୁଁ ପୁରା ତ୍ରେତୟା ଯୁଗରୁ ଗୋବିନ୍ଦ ନାମ ଧାରଣ କରିଛି। ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ, ହେ ମୋର ଗୁଣଗ୍ରାହୀ ବିବେକୀ ସମାଜ। ତାହେଲେ ପୁଅ, ଏ ଯୋଉ ଗୋବିନ୍ଦଙ୍କ କଥା ପାଦରୁ ମକରନ୍ଦ ବାହାରିଲା, ମକରନ୍ଦ ଆସିକି ରହିଲା କୋଉଠି? ନା ତା ଘରେ ଜିଭରେ। କାହିଁକି ନା ଜୀବର ଘରଟା ହଉଛି ଜିଭ। ସେ ମକରନ୍ଦ କୁଆଡେ ଗଲା? ଜିଭରୁ କୁଆଡେ ଗଲା? ପେଟକୁ ଯାଇଥିବ? ନାଇଁ ରେ ବାପା, ପେଟକୁ ଯାଇନି। ଭାଗବତ କହିଲେ ସେ ମକରନ୍ଦ ବହି ଗଲା, ଈଶ୍ୱର ମସ୍ତକେ ରହିଲା, ଈଶ୍ୱର ମସ୍ତକେ ରହିଲା, ଈଶ୍ୱର ମସ୍ତକେ ରହିଲା। ପଣ୍ଡିତେ, ଆଜ୍ଞା କଣ ପାଟି ହେଲା ସେଠି? ଆଜ୍ଞା ନିରବତା, ଏ ତ ଦ୍ୱିତୀୟ ପାଲି କଥା। ଆପଣ ତ ପୁଅ, ମୁଁ ଗାଁର ପୁଅ, ଆପଣ ମାନେ ମୋ ବସରେ ଗହଳି କଲେ ଆଜ୍ଞା ଭଲ ଲାଗିବନି? ଟିକେ ନିରବତା ରକ୍ଷା କରନ୍ତୁ ଆଜ୍ଞା। ହଉ, ତାହେଲେ ପୁଅ କହିଲେ ସେ ମକରନ୍ଦ ବହିଗଲା, ଈଶ୍ୱର ମସ୍ତକେ ରହିଲା। ଈଶ୍ୱର ମସ୍ତକ, ଈଶ୍ୱର ଯୋଉଠି ଅଛନ୍ତି ତାଙ୍କ ମସ୍ତକ ଗଲା। ତାହେଲେ ଆମ ଶରୀର ଭିତରେ ବାପା ଈଶ୍ୱର କୋଉଠି ଅଛନ୍ତି କି? ଅଛନ୍ତି ନା? ଅଛନ୍ତି ଈଶ୍ୱର। ଆମ ଶରୀର ଭିତରେ 6ଟା ଚକ୍ର ଆଜ୍ଞା ଅଛନ୍ତି। ଆଧାରେ ଲିଙ୍ଗ ନାଭି ତଦୁପରି ହୃଦୟ କଣ୍ଠ ଦେଶ ଲାଟେ। କଣ୍ଠ ଚକ୍ରରେ ଷଡ଼ ଚକ୍ର ଭିତରେ ଯୋଉ କଣ୍ଠ ଚକ୍ର ଅଛି, ଏ କଣ୍ଠ ଚକ୍ରରେ ରହିଲେ ଈଶ୍ୱର ପାର୍ବତୀ। କାହିଁକି ନା ଗୁହ୍ୟ ଚକ୍ରରେ ରହିଲେ ଗଣେଶ ବକ୍ରତୁଣ୍ଡୀ, ଲିଙ୍ଗ ଚକ୍ରରେ ରହିଲେ ରତି କନ୍ଦର୍ପ, ନାଭି ଚକ୍ରରେ ରହିଲେ ବ୍ରହ୍ମା ସାବିତ୍ରୀ, ହୃଦ ଚକ୍ରରେ ରହିଲେ ଲକ୍ଷ୍ମୀ ନାରାୟଣ, କଣ୍ଠ ଚକ୍ରରେ ରହିଲେ ଶିବ ପାର୍ବତୀ ଏବଂ ଲଲାଟ ଚକ୍ର ରହିଲେ ଆଦି ଆଉ ଅନାଦି।
ମୋ ବାପା ମାନେ ଜ୍ଞାନେନ୍ଦ୍ର ପୁଙ୍ଗ ମାନେ ବସିଛନ୍ତି ଆଜ୍ଞା ଜ୍ଞାନୀ ବିବେକୀ ଗୁଣରେ ସେମାନେ ବିଚାର କରିବେ ତାହେଲେ ଏ କଣ୍ଠ ଚକ୍ର ଆମର ହେଲେ ଶିବ ପାର୍ବତୀ 16 ଅକ୍ଷରକୁ ଧରିଲେ 16 ଡମ୍ବରକୁ ବଜେଇଲେ ସେଇଥିପାଇଁ ମହାପୁରୁଷ ଅଚ୍ୟୁତ କହିଲେ କହିଲେ 16 ଡମ୍ବରକୁ ଧରି ନାଚୁଛନ୍ତି ହର ପାର୍ବତୀ ହରି ଗୋ ବରୁଆ ଫୁଲ ମୋ ବରୁଆ ଫୁଲ ଅଠର ତାଙ୍କରି ବରୁଆ ଫୁଲ କହିଲେ 16 ଡମ୍ବରକୁ ଧରିକି ଈଶ୍ୱର ପାର୍ବତୀ ଆମ କଣ୍ଠରେ ଆଜ୍ଞା ସେ ମକରନ୍ଦଟା ଜିଭରୁ ଆସିକି ପଡିଲା କୋଉଠି ନା କଣ୍ଠରେ ଏ କଣ୍ଠରେ ଈଶ୍ୱରଙ୍କ ମସ୍ତକରେ ରହିଲେ ଆପଣ ମାନେ ଭାବୁଥିବେ ଈଶ୍ୱରଙ୍କ ମସ୍ତକରେ ଗଙ୍ଗା ରହିଲେ ସେ ଗଙ୍ଗା କେବେ ମକରନ୍ଦ ନୁହେଁ ନା ଈଶ୍ୱର ବି ତାକୁ ରଖିପାରିଲେନି ଈଶ୍ୱର କଣ ଗଙ୍ଗାକୁ ସବୁଦିନ ପାଇଁ ରଖିନଥିଲେ କି ତେଣୁ ଗଙ୍ଗାକୁ ତ ଛାଡି ନାହାନ୍ତି ଈଶ୍ୱର ତାକୁ ଛାଡିଦେଲେ ଈଶ୍ୱରଙ୍କ ନିକଟରେ ଯେତିକି ରହିବା କଥା ରହିଲା ବାକି ଉଛୁଳିକି ପଡିଲା କୁଆଡେ ଗଲା ନାଇଁ ମୋ ଈଶ୍ୱର ଦେଲେ ନାରଦ କହିଲେ ବ୍ୟାସକୁ ନାରଦ କହିଲେ ବ୍ୟାସକୁ ନାରଦ କହିଲେ ବ୍ୟାସକୁ ବାପା ସେ ମକରନ୍ଦର ପାୱାର କେତେ ସେ ମକରନ୍ଦର ଶକ୍ତି କେତେ ତାକୁ ଈଶ୍ୱର ସମ୍ଭାଳିକି ରଖିପାରିଲେନି ସେ କାହାକୁ ଦେଲେ ନା ନାରଦକୁ ବାପା ନାରଦ କିଏ ନା ନାଦ କରେ ଯିଏ ଆମେ ତତ୍ତ୍ୱ ଉପରକୁ ଟିକେ ଯିବା ନାରଦ କିଏ ନା ନାଦ ବାରେ ଯିଏ ଶବ୍ଦ କରେ ଯିଏ ଶବ୍ଦ ବାରେ ଯିଏ ତାକୁ କହିବା ନାରଦ ଭାଗବତ କଣ କହିଲେ ଆପଣ ମାନଙ୍କର ପରମାର୍ଥ ତତ୍ତ୍ୱ ସାର ଶମ୍ଭୁ ଦାସଙ୍କ ଲେଖା ସେ କଣ କହିଲେ ନାରଦ ମୁନି ଯାଙ୍କୁ କହି ସେ ତ୍ରିକୁଟ ନାଦ ମୁଣ୍ଡା ବାଇ ତ୍ରିକୁଟ ନାଦ ମୁଣ୍ଡା ଭାଇ ତ୍ରିକୁଟ ନାଦ ମୁଣ୍ଡା ଭାଇ ଆମ ଦେହରେ ନାଦ ବୋଲେ ଶବ୍ଦ ଶବ୍ଦ ବାଜୁଛି କିଏ କାନ ଆଜ୍ଞା କାନ ଅର୍ଥାତ ଏ କାନଟା ହଉଛି ନାଦ ଘର ବା ଶବ୍ଦ ଘର ଶବ୍ଦ ବନ୍ଦ ହେଇଗଲା ଆମ କାନକୁ କିଛି ଶୁଭିବନି ନାଦ ବ୍ରହ୍ମ ଯଦି ନଥାନ୍ତା ଆମେ କେବେ ଶୁଣି ତାହେଲେ କା ଲାଗି ଶୁଣୁଛେ ନା ଈଶ୍ୱର ଦେଲେ ନାରଦଙ୍କୁ ଅର୍ଥାତ ଏ କଣ୍ଠ ଚକ୍ରରୁ କର୍ଣ୍ଣଗହ୍ୱର ପର୍ଯ୍ୟନ୍ତ ଗୋଟେ କାଣ୍ଡ ପଡିଛି ବିଜ୍ଞାନ କହୁଛି ଯୋଉ କାଣ୍ଡ ଦେଇକି ଜୀବ ଶକ୍ତିଟା ସେଇ ନାଦ ମୁଣ୍ଡା ଯାଇ ଯାଉଛି ଯାହା ଫଳରେ ଆମେ ଶୁଣି ପାରୁଛୁ ତଣ୍ଟିକି ଥଣ୍ଡା ହେଲେ କାନକୁ ଶୁଭେନି ତଣ୍ଟି ବାସ୍ ବିଜ୍ଞାନ ତଣ୍ଟିକି ଥଣ୍ଡା ହେଲେ କାନକୁ କେବେ ଶୁଭିବନି ହେଉଛି ନିର୍ଯାସ କଥା ତାହେଲେ ନାରଦ କଣ କଲେ ନାରଦ ଯେତିକି ରକ୍ଷା କଥା ମକରନ୍ଦ ରଖିଲେ ନାରଦ କହିଲେ ବ୍ୟାସଙ୍କୁ ବ୍ୟାସ ବୋଲେ ଆଜ୍ଞା କଣ ବ୍ୟାସ ବୋଲେ ପଣ୍ଡିତ ଆଉ ବ୍ୟାସ ବୋଲେ ଆମେ ମାନେ ଜ୍ୟାମିତିରେ ପଡିଥିବା ବ୍ୟାସ ବୋଲେ ଗୋଟେ ଗୋଲାକାର ଜିନିଷକୁ ବ୍ୟାସ ତାର ଅଧାଟା କଣ ବ୍ୟାସର ଅଧାଟା ହେଲା ତାହେଲେ ଆମ ଶରୀରର ବ୍ୟାସ କୋଉଟା ବ୍ୟାସ ବୋଲେ କେନ୍ଦ୍ର ଆମ ଶରୀରର କେନ୍ଦ୍ର କୋଉଟା ଆଜ୍ଞା ଏ ଦୁଃଖୁଦୁଃଖୀ ଘରଟା ହେଲା ଆମ ଶରୀରର କେନ୍ଦ୍ର ବାପା ଏ ଦୁଃଖୁଦୁଃଖୀ ଘରଟା ହେଲା ଆମ ଶରୀରର କେନ୍ଦ୍ର ତେଣୁ ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ ଏ କର୍ଣ୍ଣଗହ୍ୱରରୁ ସେ ମକରନ୍ଦଟା ଏ ଦୁଃଖୁଦୁଃଖୀ ଘରକୁ ଗଲା ଦୁଃଖୁଦୁଃଖୀ ଘରକୁ ଯେତେବେଳେ ଗଲା ଯେତିକି ସେଠି ରହିବା କଥା ରହିଲା ହେ ବାପା ବ୍ୟାସକ ସମ୍ଭାଳିକି ରଖିପାରିଲେନି ତା ପାୱାର କେତେ କହିଲେ ବ୍ୟାସ ତା ସୁକ ହସ୍ତେ ଦେଲେ ନା ସୁକ ହେଲା ଆମ ନାସିକା ଆଜ୍ଞା ଆମ ନାକଟା ହେଲା ସୁକ ତାହେଲେ ଏ ଶିଶୁମୁନା ଘରୁ ବା ଦୁଃଖୁଦୁଃଖୀ ଘରୁ ଏ ନାସିକା ରନ୍ଧ୍ର ପର୍ଯ୍ୟନ୍ତ ଆସିଲା କାହିଁକି ଆମେ ନାମ ଜପିଲା ବେଳେ ନାକର ସାହାଯ୍ୟ ନେଇଥାଉ ବିନି ନୟନ ନାସାଗ୍ରେ ନିଶ୍ଚୟ ସ୍ଥାପିବ ସମଗ୍ର ତେଣୁ ନାସିକାକୁ ଧ୍ୟାନ କଲା ବେଳେ ଆଖି ଦିଟା କୋଉଠି ପଡିବ ତେଣୁ ଏ ନାକରେ ଆସିକି ମକରନ୍ଦ ରହିଲା ଏ ବାପା ନାକରୁ ଗଲା କୁଆଡେ ନା ସୁକ ତା ପରୀକ୍ଷା କହିଲେ ପରୀକ୍ଷା କିଏ ନା ପରୀକ୍ଷିତ ମହାରାଜ ପରୀକ୍ଷିତ ହେଲେ ମୁଖମଣ୍ଡଳ ଏ ମୁଖମଣ୍ଡଳ ସାରା ମକରନ୍ଦଟା ବ୍ୟାପିଗଲା ଓରେ ଏ ମକରନ୍ଦଟା ଆମ ଦେହର ଆମ ଦେହ ନୁହଁ ପ୍ରତ୍ୟେକ ଜୀବର ସଂସାର ଭିତରେ ଆମେ ପୁରା ଗୋପୀ ବ୍ରଜନାରୀ ମାନେ ପୁରା ମକରନ୍ଦ ପାନ କରୁଥିଲେ ମକରନ୍ଦ କୋଉମାନେ ପାନ କରିଥିଲେ ଗୋପୀ ମାନେ ପାନ କରିଥିଲେ ଗୋପୀ ମାନେ ପାନ କରିଥିଲେ ଗୋପୀ କିଏ କି ଗୋପୀ କିଏ ନା ନା ଗୋପନରେ ହୃଦୟ ମଧ୍ୟରେ
হরিনামକୁ রটন করে যে সে হেলে গোপী ଆମେ ସମସ୍ତେ ଗୋଟେ ଗୋଟେ ଗୋପୀ ନୁହଁ କି ବାପା ସେଇ ଭଗବାନଙ୍କର ସେଇ ନାମାମୃତ ସେଇ ମକର ନାମେ ପାନ କରୁଛି କି ନାଇଁ ବାପା ଅଳ୍ପ ବହୁତ କରୁଛ ଆମେ ସମସ୍ତେ ଗୋପୀ ତେଣୁ ଏ ମକରନ୍ଦ ଶରୀରର ବିଭିନ୍ନ ଅଂଶରେ ଆଜ୍ଞା ଭାଗ ଭାଗ ହେଇକି ରହିଲା ରହିଲା ବର୍ତ୍ତମାନେ ସମ ବର୍ତ୍ତମାନେ ସହିତ ବର୍ତ୍ତମାନେ ପରି ପରି ଏ ପୁଅ ଆଜ୍ଞା ଏ ମକରନ୍ଦଟା ଶରୀରର ବିଭିନ୍ନ ଅଂଶରେ ଭାଗ ଭାଗ ହେଇକି ରହିଲା ଭାଗ ଭାଗ ହେଇକି ରହିବାରୁ ଏଣୁ ହୋଇଲା ଭାଗବତ କୋଉଠି ବିଖ୍ୟାତ ହେଲା ସଂସାରେ ସଂସାରେ ଆଜ୍ଞା ସଂସାରେ ବାପା ଆଜ୍ଞା ସଂସାର ବେଳେ କୋଉଠି ନା ସ ଆଉ ସା ଆମେ ଦୌଡ଼ି ଗଲୁ ଧଇଁ ସଇଁ ହଉଛେ କି ନାଇଁ ହଉଛେ ବାପା ହଉଛେ ସଁ ସଁ ହଉଛେ କି ନାଇଁ ହଉଛେ ବୋଲେ ଏ ଭାଗବତଟା ସଂସାରେ ବିଖ୍ୟାତ ହେଲା ଆଜ୍ଞା ସଂସାର କୋଉଟା ବାପା ସଂସାର କୋଉଟା କୋଉଟା ଆଜ୍ଞା ନା ସଂ ସରତିତି ସଂସାର ବ୍ୟାକରଣ ଆଜ୍ଞା ବୋଲେ ସଂ ଆଜ୍ଞା ସରତିତି ସଂସାର ଯୋଉଟା ସରି ସରି ଯାଉଛି ବାପା ସେଇଟା ହଉଛି ସଂସାର ସଂସାର ଆଜ୍ଞା ଆଜ୍ଞା ସରି ସରି ବୋଲେ ଯୋଉଟା କମି କମି ଯାଉଛି ଆଜ୍ଞା କୋଉଟା ଯୋଉଟା ଉଣା ହଉଛି ଉଣା ଆଜ୍ଞା ହଉଛି ହେଇଟା ଆଇଁଷଟା ଉଣା ହଉଛି ଏ ପୁଅ ଆଜ୍ଞା ଭକ୍ତ ଜନ ଭକ୍ତ ଚରଣ ଦାସ ହଁ 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 ଘରଟା ହଉଛି ରାଜ ସୁନାଖଳା ପାଖରେ ସାନ ପତର ଆଜ୍ଞା ଭକ୍ତ ଦାସ କଣ କହିଲେ କଣ ବୋଲେ ଉଣା ହେଉଛି ତେଣୁ ମକରନ୍ଦକୁ ଧାରଣ କରିଛନ୍ତି ଯିଏ ସେଇ ଗୋବିନ୍ଦ ହଉଛନ୍ତି ଜଣେ ବାପା ଆଉ ସଂସାର ଭିତରେ ଗୋବିନ୍ଦ କେହି ନାହାନ୍ତି ଆଜ୍ଞା କଣ କହିଲେ ଆଜ୍ଞା ସେ ଭକ୍ତ ଚରଣ ଦାସ ବା ମନବୋଧ ଚୌତିଶାର ରଚୟିତା ହେଲେ ଭକ୍ତ ଚରଣ ଦାସ ତାଙ୍କ ଘରଟା ହେଲା ସାନପଦର ସେ କହିଲେ ଉଣା ହେଉଛି ଦିନ ଦିନ ଆୟୁଷ ଏଟା ବାପା ଠିକ କଥା କହିଛନ୍ତି କବିଙ୍କ ନାଁଟା ବାପାଙ୍କର ମନେ ନାହିଁ ଆଉ ତେଣୁ ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗବ ଆଉ ସଂସାର ଭିତରେ ଗୋବିନ୍ଦ କେହି ନାହାନ୍ତି କେବଳ ସେହି ଗୋବିନ୍ଦ ଯିଏ ତତ୍ତ୍ୱ ଜ୍ଞାନର ଅଧିକାରୀ ସିଏ ଗୋବିନ୍ଦ ଯିଏ ମାଟି ମାକୁ ବନ୍ଦନା କରନ୍ତି ସିଏ ଗୋବିନ୍ଦ ଯେ ଗୋମାତା ଗୋ ମାତାକୁ ବନ୍ଦନା କରନ୍ତି ବାପା ଆଉ ସଂସାର ଭିତରେ ଗୋବିନ୍ଦ କେହି ନାହାନ୍ତି ତାପରେ ଦେଖିବା ସେ ଗୋବିନ୍ଦଙ୍କର କିଛି କାର୍ଯ୍ୟକଳାପ ଦେଖିବା ଆଜ୍ଞା ହଁ ଗିରି ଗୋବର୍ଦ୍ଧନ ପୂଜା ଚାଲିଛି ହଁ ହଁ ବାପା ଯଦି ଆମେ ଯୋଉଥିପାଇଁ ଏ ଗାଁକୁ ଆସିଛେ ତାରି ଉପରେ ଯଦି ଆମେ ଦି ପଦ ନ କହିବା ଆପଣମାନେ